ଦେଖନ୍ତୁ ଆଜି 21 ଜୁନ ଆନ୍ତର୍ଜାତିକ ଯୋଗ ଦିବସ। ଆଜି ଗୋଟେ ଭାରତର ଗୌରବର ଦିନ। ଗୌରବର ଦିନ ଏଇଥିପାଇଁ ଆମର ସନାତନ ସଂସ୍କୃତି ପରମ୍ପରାରେ ଯୋଉଟା ଆମର ବେଦ ସଂସ୍କୃତିରେ ଆମର ମୁନି ଋଷି ମାନେ ଯାହା ଶିଖେଇକି ଯାଇଛନ୍ତି, ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆଜି ବିଶ୍ୱ ତାହାକୁ ପାଳନ କରୁଛି। ଗୋଟେ ସୁସ୍ଥ ଜୀବନ, ଗୋଟେ ନିରାମୟ ଜୀବନ ଜିଇବା ପାଇଁ ହେଲେ ଯୋଗ ଜୀବନର ଗୋଟେ ଅଙ୍ଗ, ଏହାକୁ ଆଜି ସାରା ଦୁନିଆ ମାନିବାକୁ ବାଧ୍ୟ ହୋଇଛି। ଏବଂ ଭାରତବର୍ଷର ଋଷିମୁନିଙ୍କର ଜୀବନଚର୍ଯ୍ୟା, ଯୋଉଟା ସନାତନ ସଂସ୍କୃତିରେ ଯୋଉ ଜୀବନଚର୍ଯ୍ୟା ବତା ଯାଇଥିଲା, ଆଜି ସାରା ବିଶ୍ୱ ତାକୁ ମାନୁଛି। ଏବଂ ଯୋଗ କେବଳ ଯୋଗ ଦିବସ ପାଇଁ ନୁହେଁ, ଏ ଜୀବନର ଗୋଟେ ଅଙ୍ଗ ହିସାବରେ ଆମକୁ ସୁସ୍ଥ, ନିଜକୁ ସୁସ୍ଥ ରଖିବା ସହିତ ସମାଜକୁ ସୁସ୍ଥ ରଖିବା ପାଇଁ ଆମେ ସମସ୍ତେ ଯୋଗା ପାଳନ କରିବା କଥା। ଆଜି ଭାରତବର୍ଷର ଅନୁଗାମୀ ହେଇଛନ୍ତି ସାରା ବିଶ୍ୱ। ଭାରତବର୍ଷ ଜଗତଗୁରୁ ଭାବରେ ଯୋଗ ପାଇଁ ହିଁ ଉପସ୍ଥାପିତ ହୋଇପାରିଛି। ଆଜି ଯୋଗ ଦିବସରେ ମୁଁ ସମସ୍ତଙ୍କୁ ବହୁତ ବହୁତ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଉଛି।